ପିଲାମାନେ ଆଜି ଆମେ ସପ୍ତମ ଶ୍ରେଣୀ ଜିଜ୍ଞାସା ବହିର ଦ୍ୱିତୀୟ ଅଧ୍ୟାୟ ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନର ସମସ୍ତ ପ୍ରଶ୍ନ ଉତ୍ତର ସଠିକ୍ ଭାବରେ ଆଲୋଚନା କରିବା। ଆସ ଆମ ଶିକ୍ଷଣ ଅଭିବୃଦ୍ଧି କରିବା। 1 ନମ୍ବର। ଏକ ଦ୍ରବଣ ଲାଲ ଲିଟମସ୍ କାଗଜକୁ ନୀଳ କରେ। ନିମ୍ନସ୍ଥ ଦ୍ରବଣଗୁଡ଼ିକ ମଧ୍ୟରୁ କେଉଁ ଦ୍ରବଣ ଅଧିକ ମିଶାଇଲେ ଲିଟମସ୍ କାଗଜର ରଙ୍ଗ ପୁଣି ଲାଲ ହୋଇଯାଏ? ଚୂନ ପାଣି, ଖାଇବା ସୋଡ଼ା, ଭିନେଗାର, ସାଧାରଣ ଲୁଣ? ଉତ୍ତର ହେବ ଗ ଭିନେଗାର। 2 ନମ୍ବର। ତୁମକୁ କ, ଖ, ଗ ନାମରେ 3ଟି ଅଜଣା ଦ୍ରବ୍ୟ ଦିଆଯିବ। କିଏ ଅମ୍ଳୀୟ, କିଏ କ୍ଷାରୀୟ ଓ କିଏ ନିରପେକ୍ଷ ତୁମେ ଜାଣିନାହଁ। ଦ୍ରବଣ କରେ ଲାଲ ଲିଟମସ୍ ଦ୍ରବଣ ମିଶାଇଲେ ତାହା ନୀଳ ହୁଏ। ଦ୍ରବଣ ଖରେ ଅଳ୍ପ କିଛି ବୁନ୍ଦା ହଳଦୀ ଦ୍ରବଣ ମିଶାଇଲେ ଏହା ଲାଲ ହୁଏ। ଲାଲ ଗୋଲାପରୁ ପ୍ରସ୍ତୁତ ପଦାର୍ଥକୁ ଦ୍ରବଣ ଗରେ ମିଶାଇଲେ ତାହା ସବୁଜ ହୁଏ। ଉପରୋକ୍ତ ପରୀକ୍ଷଣରୁ ଦ୍ରବଣ କ, ଖ, ଗର ପ୍ରକୃତି ଜାଣିବା ପାଇଁ ନିମ୍ନସ୍ଥ କେଉଁ ଅନୁକ୍ରମଟି ଠିକ୍? କେଉଁ ଅନୁକ୍ରମଟି? ଅମ୍ଳୀୟ, ଅମ୍ଳୀୟ, ଅମ୍ଳୀୟ ନା ନିରପେକ୍ଷ? କ୍ଷାରୀୟ ଓ କ୍ଷାରୀୟ ନା କ୍ଷାରୀୟ, କ୍ଷାରୀୟ ଓ ଅମ୍ଳୀୟ ନା କ୍ଷାରୀୟ, କ୍ଷାରୀୟ, କ୍ଷାରୀୟ? ପିଲାମାନେ ଠିକ୍ ଉତ୍ତରଟି ହେଉଛି କ୍ଷାରୀୟ, କ୍ଷାରୀୟ, କ୍ଷାରୀୟ। ଘ ନମ୍ବର ଠିକ୍ ଉତ୍ତର। କ୍ଷାରୀୟ, କ୍ଷାରୀୟ, କ୍ଷାରୀୟ। 3 ନମ୍ବର। ଚିତ୍ର କ, ଚିତ୍ର ଖ, ଚିତ୍ର ଗ କୁ ପର୍ଯ୍ୟବେକ୍ଷଣ ଓ ବିଶ୍ଳେଷଣ କର ଯେଉଁଥିରେ ଲାଲ ଗୋଲାପ ରସରୁ ପ୍ରସ୍ତୁତ କାଗଜପଟି ବ୍ୟବହାର କରାଯାଇଛି। ପ୍ରତି ପାତ୍ରରେ ଥିବା ଦ୍ରବଣର ପ୍ରକୃତିକୁ ନାମାଙ୍କିତ କର। ଉତ୍ତର ଚିତ୍ର କରେ ଲାଲ ଗୋଲାପ ରସ ସବୁଜ ବର୍ଣ୍ଣରେ ପରିବର୍ତ୍ତିତ ହୋଇଛି। ଦେଖ ପିଲାମାନେ, ଗୋଲାପୀ କାଗଜଟି ସବୁଜ ରଙ୍ଗରେ ପରିବର୍ତ୍ତନ ହୋଇଯାଇଛି। ତେଣୁ ଏହି ଦ୍ରବଣ କ୍ଷାରୀୟ ଅଟେ। ଚିତ୍ର ଖରେ ଲାଲ ଗୋଲାପ ରସର ବର୍ଣ୍ଣ ଅପରିବର୍ତ୍ତିତ ରହିଛି। ତେଣୁ ଏହି ଦ୍ରବଣ ନିରପେକ୍ଷ କିମ୍ବା ଅମ୍ଳୀୟ ଅଟେ। ଚିତ୍ର ଗରେ ଗୋଲାପ ରସ ଉଜ୍ଜ୍ୱଳ ଲାଲ ବର୍ଣ୍ଣରେ ପରିବର୍ତ୍ତିତ ହୋଇଛି। ତେଣୁ ଦ୍ରବଣଟି ଅମ୍ଳୀୟ ଅଟେ। ସିଦ୍ଧାନ୍ତ: ଚିତ୍ର କରେ କ୍ଷାରୀୟ ଦ୍ରବଣ, ଚିତ୍ର ଖରେ ନିରପେକ୍ଷ ବା ଅମ୍ଳୀୟ ଦ୍ରବଣ ଏବଂ ଚିତ୍ର ଗରେ ଦ୍ରବଣଟି ଅମ୍ଳୀୟ। 4 ନମ୍ବର। ବିଜ୍ଞାନାଗାରରେ ଥିବା ଏକ ତରଳ ନମୁନା ଭିନ୍ନ ଭିନ୍ନ ସୂଚକ ଦ୍ୱାରା ନିମ୍ନମତେ ପରୀକ୍ଷା କରାଗଲା। ସୂଚକ: ଲାଲ ଲିଟମସ୍, ନୀଳ ଲିଟମସ୍ ଆଉ ହଳଦୀ ପାଣି। ପରିବର୍ତ୍ତନ କ'ଣ ହେଲା? ଲାଲ ଲିଟମସ୍ କୌଣସି ପରିବର୍ତ୍ତନ ହେଲା ନାହିଁ। ନୀଳ ଲିଟମସ୍ ଲାଲ ହୋଇଗଲା। ହଳଦୀ ପାଣି ରଙ୍ଗର କୌଣସି ପରିବର୍ତ୍ତନ ନାହିଁ। ଏହି ପରୀକ୍ଷା ଆଧାରରେ ନିଆଯାଇଥିବା ତରଳ ନମୁନାର ପ୍ରକୃତି ଅମ୍ଳୀୟ କି କ୍ଷାରୀୟ ଚିହ୍ନଟ କର ଓ ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର। ଉତ୍ତର: ତରଳ ପଦାର୍ଥଟି ଅମ୍ଳୀୟ ପ୍ରକୃତିର। ଯଥାର୍ଥତା ହେଲା ଆଇରେ ଲେଖିବ ଲାଲ ଲିଟମସର ବର୍ଣ୍ଣ ପୂର୍ବ ପରି ଲାଲ ରହିଛି। ତେଣୁ ତରଳ ପଦାର୍ଥଟି ଅମ୍ଳୀୟ। ଡବଲ-ଆଇ ନୀଳ ଲିଟମସ୍ ଲାଲ ବର୍ଣ୍ଣରେ ପରିଣତ ହେଲା। ଏଥିରୁ ସୂଚନା ମିଳେ ତରଳ ପଦାର୍ଥଟି ଅମ୍ଳୀୟ। ଟ୍ରିପଲ-ଆଇ ହଳଦୀ ଅମ୍ଳ ସଂସ୍ପର୍ଶରେ ଆସିଲେ ତାର ବର୍ଣ୍ଣରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ଏଥିରୁ ଏହି ସିଦ୍ଧାନ୍ତ ମିଳେ ଯେ ତରଳ ପଦାର୍ଥଟି ଅମ୍ଳୀୟ ଅଟେ, କ୍ଷାରୀୟ ନୁହେଁ। 5 ନମ୍ବର। ଲିପିକା ଆଖି ବୁଜିଥିବା ଅବସ୍ଥାରେ ଅମ୍ଳୀୟ କି କ୍ଷାରୀୟ ପଦାର୍ଥ କରିବା ପାଇଁ ତାକୁ 2ଟି ଅଜଣା ଦ୍ରବଣ ଦିଆଗଲା। ସେହି ଦ୍ରବଣ ଦୁଇଟିର ଗୁଣ ପରୀକ୍ଷା କରିବା ପାଇଁ ଲିପିକା କି କି ସୂଚକ ପଦାର୍ଥ ବ୍ୟବହାର କରିବା ଉଚିତ ଓ କାହିଁକି?
ଉତ୍ତର। ଲିପିକା ଘ୍ରାଣ ସୂଚକ ବ୍ୟବହାର କରି ଦ୍ରବଣଟି ଅମ୍ଳୀୟ କିମ୍ବା କ୍ଷାରୀୟ ଜାଣିପାରିବ। ପିଆଜ ରସ ଏକ ଘ୍ରାଣ ସୂଚକ ଅଟେ। କ୍ଷାରୀୟ ଦ୍ରବଣରେ ପିଆଜ ରସର ଗନ୍ଧରେ ପରିବର୍ତ୍ତନ ଘଟିଥାଏ, କିନ୍ତୁ ଅମ୍ଳୀୟ ଦ୍ରବଣରେ ଏହାର ଗନ୍ଧ ଅପରିବର୍ତ୍ତିତ ରହିଥାଏ। ଦ୍ରବଣର ଗନ୍ଧ ପରିବର୍ତ୍ତନରୁ ଲିପିକା ଅମ୍ଳ ଓ କ୍ଷାରକୁ ଚିହ୍ନି ପାରିବ। 6 ନମ୍ବର। ଅଧ୍ୟାୟ ଆରମ୍ଭରେ ଥିବା ବାର୍ତ୍ତା ଗୋଟିଏ ଧଳା କାଗଜରେ ଲେଖିବା ପାଇଁ ତୁମେ କେଉଁ କେଉଁ ଉପାଦାନ ବ୍ୟବହାର କରିବ? ତୁମର ସ୍ପ୍ରେ ବୋତଲରେ ଏଥିପାଇଁ କ'ଣ ରଖିବ? ବିଭିନ୍ନ ସାମ୍ଭାବ୍ୟ ସଂଯୋଜନା ଓ ଲେଖାର ରଙ୍ଗକୁ ନେଇ ଏକ ସାରଣୀ ତିଆରି କର। ଉତ୍ତର। ଲେଖିବା ପଦାର୍ଥ ଓ ତରଳ ପଦାର୍ଥ ସ୍ପ୍ରେ ବୋତଲରେ ଥିବା ଫଳାଫଳ ରୂପେ ମିଳୁଥିବା ବର୍ଣ୍ଣ ରଙ୍ଗ। ଚୂନ ପାଣି ହଳଦୀ ଦ୍ରବଣରେ ହେବ ଲାଲ ବା ବାଦାମୀ ଗେରୁଆ ରଙ୍ଗ। ସାବୁନ ପାଣିରେ ହଳଦୀ ଦ୍ରବଣ ହେଲେ ଲାଲ ବା ବାଦାମୀ। ଲେଖିବା ପଦାର୍ଥ ଭିନେଗାର ଆଉ ତରଳ ପଦାର୍ଥ ଲାଲ ବନ୍ଧାକୋବି ରସ ହେବ କ'ଣ ରଙ୍ଗ? ଗୋଲାପ। ଲେଖିବା ପଦାର୍ଥ ଖାଇବା ସୋଡ଼ା ଦ୍ରବଣ ଏବଂ ତରଳ ପଦାର୍ଥ ଲାଲ ଗୋଲାପ ପାଖୁଡ଼ାର ରସ ହେବ ସବୁଜ ରଙ୍ଗ। 7 ନମ୍ବର। ଅଙ୍ଗୁର ରସ ସହିତ ଲାଲ ଗୋଲାପରୁ ସଂଗୃହୀତ ପଦାର୍ଥ ମିଶାଇଲେ ମିଶ୍ରଣଟି ଲାଲ ରଙ୍ଗ ଭଳି ଦେଖାଗଲା। ଯଦି ସେ ମିଶ୍ରଣରେ ଖାଇବା ସୋଡ଼ା ମିଶିଯାଏ ତେବେ କ'ଣ ହେବ? ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର। ଉତ୍ତର। ଅଙ୍ଗୁର ରସରେ ସାଇଟ୍ରିକ୍ ଅମ୍ଳ ରହିଛି। ଖାଇବା ସୋଡ଼ା କ୍ଷାରୀୟ ଦ୍ରବଣ। ଏଥିରେ ମିଶିବା ଦ୍ୱାରା ମିଶ୍ରଣଟି ଅଧିକ କ୍ଷାରୀୟ ହେବ ଏବଂ ଏହା ସବୁଜ ବର୍ଣ୍ଣରେ ପରିଣତ ହେବ, କାରଣ ଲାଲ ଗୋଲାପ ରସ କ୍ଷାରକ ସଂସ୍ପର୍ଶରେ ଆସିଲେ ସବୁଜ ବର୍ଣ୍ଣରେ ପରିଣତ ହୁଏ। 8 ନମ୍ବର। କମଳା ରସ ବ୍ୟବହାର କରି ଜ୍ୟୋତି ତା'ର ଜନ୍ମଦିନରେ ତା'ର ଆଈ ପାଖକୁ ଏକ ଗୁପ୍ତ ବାର୍ତ୍ତା ପଠାଇଲା। ବାର୍ତ୍ତାଟି ପଢ଼ିବା ପାଇଁ ଜ୍ୟୋତିର ଆଈଙ୍କୁ ତୁମେ ସାହାଯ୍ୟ କରିପାରିବ କି? କେଉଁ ସୂଚକ ବ୍ୟବହାର କଲେ ବାର୍ତ୍ତାଟି ସ୍ପଷ୍ଟ ପଢ଼ିହେବ? ଉତ୍ତର। କମଳା ରସରେ ସାମାନ୍ୟ ଅମ୍ଳ ରହିଛି। ଆଈମା ଗୁପ୍ତ ଶବ୍ଦକୁ ପଢ଼ିବା ପାଇଁ ଲାଲ ଗୋଲାପ କିମ୍ବା ସବୁଜ ରସ ବ୍ୟବହାର କରିପାରିବେ। ଏହି ରସ ଅମ୍ଳ ସଂସ୍ପର୍ଶରେ ଆସିଲେ ଗୋଲାପୀ ବା ଲାଲ ବର୍ଣ୍ଣ ପରିଣତ ହେବ, ଫଳରେ କାଗଜରେ ଥିବା ବାର୍ତ୍ତାଟି ସ୍ପଷ୍ଟ ପଢ଼ିହେବ। 9 ନମ୍ବର। ପ୍ରାକୃତିକ ସୂଚକ କିପରି ପ୍ରସ୍ତୁତ କରାଯାଏ, ଉଦାହରଣ ସହ ବର୍ଣ୍ଣନା କର। ଉତ୍ତର। ଲାଲ ଗୋଲାପ ଫୁଲର କେତୋଟି ପାଖୁଡ଼ା ସଂଗ୍ରହ କରି ସେଗୁଡ଼ିକୁ ପାଣିରେ ଭଲ ଭାବରେ ଧୋଇ ସଫା କରାଯାଏ। ହେମଦସ୍ତା ଓ ପୁଆ ସାହାଯ୍ୟରେ ସେଗୁଡ଼ିକୁ ଭଲ ଭାବରେ ଛେଚି ଦେଇ ଏକ ବିକରରେ ରଖି ସେଗୁଡ଼ିକ ବୁଡ଼ିବା ପର୍ଯ୍ୟନ୍ତ ସେଥିରେ ଗରମ ପାଣି ଢଳାଯାଏ। ଗରମ ପାଣି ଢାଳିବା ଉପରେ ଘୋଡ଼ଣୀ ରଖି 5 ରୁ 10 ମିନିଟ୍ ସ୍ଥିର ରଖାଯାଏ। ଯେତେବେଳେ ଜଳର ବର୍ଣ୍ଣ ଲାଲ ଗୋଲାପୀ ହେବ ସେତେବେଳେ ଏହାକୁ ଛାଣି ପ୍ରାକୃତିକ ଅମ୍ଳ କ୍ଷାରକ ସୂଚକ ରୂପେ ବ୍ୟବହାର କରାଯାଇପାରିବ। 10 ନମ୍ବର। ତୁମକୁ ଭିନେଗାର, ଖାଇବା ସୋଡ଼ାର ଦ୍ରବଣ ଓ ଚିନିର ଦ୍ରବଣ ଏହି ତିନୋଟି ତରଳ ପଦାର୍ଥ ଦିଆଯିବ। କେବଳ ହଳଦୀ କାଗଜ ବ୍ୟବହାର କରି ତୁମେ ସେହି ତିନୋଟି ପଦାର୍ଥର ପ୍ରକୃତି ଚିହ୍ନଟ କରିପାରିବ କି? ଏହାର କାରଣ ବର୍ଣ୍ଣନା କର। ଉତ୍ତର। ଭିନେଗାର ହଳଦୀ କାଗଜର ବର୍ଣ୍ଣରେ କୌଣସି ପରିବର୍ତ୍ତନ ହେବ ନାହିଁ, ତେଣୁ ଏହା ଅମ୍ଳୀୟ କିମ୍ବା ନିରପେକ୍ଷ ହୋଇପାରେ। ଖାଇବା ସୋଡ଼ା ଦ୍ରବଣ। ଏଥିରେ ହଳଦୀ କାଗଜର ବର୍ଣ୍ଣ ଲାଲ ବାଦାମୀ ବର୍ଣ୍ଣ ଧାରଣ କରିବ, ତେଣୁ ଏହା ଏକ କ୍ଷାରୀୟ ପଦାର୍ଥ। ଚିନି ଦ୍ରବଣ। ଏଥିରେ ହଳଦୀ କାଗଜର ବର୍ଣ୍ଣରେ କୌଣସି ପରିବର୍ତ୍ତନ ହେବ ନାହିଁ, ତେଣୁ ଏହା ଅମ୍ଳୀୟ କିମ୍ବା ନିରପେକ୍ଷ ହୋଇପାରେ।
11 ନମ୍ବର, ଲାଲ ଗୋଲାପରୁ ପ୍ରସ୍ତୁତ ପଦାର୍ଥକୁ ଏକ ତରଳ X-ରେ ମିଶାଇଲେ ତରଳର ରଙ୍ଗ ସବୁଜ ହୁଏ। କହିଲ ତରଳ X-ର ପ୍ରକୃତି କ'ଣ? ସେ ତରଳ X-ରେ ଅଧିକ ଅଁଳା ରସ ମିଶାଇଲେ କ'ଣ ହେବ? ଉତ୍ତର, ତରଳ X କ୍ଷାରୀୟ ଅଟେ, କାରଣ ଏହା ଲାଲ ଗୋଲାପ ରସକୁ ସବୁଜ ବର୍ଣ୍ଣରେ ପରିଣତ କରିଛି। ଯଦି ଏଥିରେ ଅଧିକ ଅମ୍ଳ ରସ ମିଶାଯାଏ, ତେବେ ଦ୍ରବଣଟି ଅମ୍ଳୀୟ ହୋଇଯିବ। ଏହା ଫଳରେ ସବୁଜ ବର୍ଣ୍ଣରେ ପରିବର୍ତ୍ତନ ଘଟି ଦ୍ରବଣର ବର୍ଣ୍ଣ ଲାଲ ବା ଗୋଲାପୀ ହୋଇଯିବ। 12 ନମ୍ବର, ନିମ୍ନରେ ଦିଆଯାଇଥିବା ପ୍ରବାହ ଚିତ୍ରର ସୂଚନାଗୁଡ଼ିକୁ ପର୍ଯ୍ୟବେକ୍ଷଣ ଓ ବିଶ୍ଳେଷଣ କର। ଖାଲି ଥିବା ସ୍ଥାନରେ ସୂଚନାଗୁଡ଼ିକ ପୂରଣ କର। ଏକ ବଗିଚାରେ କେତେକ ରୁଗ୍ଣ ଗଛ ଥିବାର କଳ୍ପନା କର। ମୃତ୍ତିକାର ପ୍ରକୃତି ଅମ୍ଳୀୟ ହୋଇଥିବ। ମୃତ୍ତିକାର ପ୍ରକୃତି କ୍ଷାରୀୟ ହୋଇଥିବ। ମୃତ୍ତିକାର ପ୍ରକୃତି ପରୀକ୍ଷା ପାଇଁ କେଉଁ ସୂଚକ ବ୍ୟବହାର କରିପାରିବା? ଲାଲ ବନ୍ଧାକୋବି ପତ୍ରର ରସ କିମ୍ବା ଲିଟ୍ମସ୍ କାଗଜ। ଅମ୍ଳୀୟ ମୃତ୍ତିକାକୁ ଦ୍ୱାରା ପ୍ରତିକାର କରାଯାଇପାରିବ? କଲି ଚୂନ ବା ସିପ ଚୂନ। କ୍ଷାରୀୟ ମୃତ୍ତିକାକୁ ଦ୍ୱାରା ପ୍ରତିକାର କରାଯାଇପାରିବ? ଜୈବିକ ସାର ଓ କମ୍ପୋଷ୍ଟ। ଅଧିକ ଜାଣିବା। ଅମ୍ଳାନ ଥରେ ଗୋଟିଏ ଅଣ୍ଡା ଖୋଳ ବା ମାର୍ବଲ ଉପରେ ଭିନେଗାର ପକାଇଦେଲା। ଦେଖିଲା ଭୁରୁ ଭୁରୁ ହୋଇ ଫୋଟକା ବାହାରୁଛି। ପୁଣି ସେ କିଛି ସାବୁନ ପାଣି ନେଇ ଆଉ ଗୋଟିଏ ଅଣ୍ଡା ଖୋଳ ବା ମାର୍ବଲ ଉପରେ ପକାଇଲା। ଦେଖିଲା ଏଥର କିଛି ଭୁରୁ ଭୁରୁ ହୋଇ ଫୋଟକା ବାହାରୁ ନାହିଁ। ତା ଭାଇ ଅସିତ କହିଲେ, ମାର୍ବଲ ଖଣ୍ଡ ଉପରେ ଭିନେଗାର ପକାଇଲେ କ'ଣ ହୋଇଛି ଦେଖ। ତେବେ ଭିନେଗାର ପକାଇଲେ କାହିଁକି ଫୋଟକା ବାହାରିବା ଦେଖାଗଲା ଓ ସାବୁନ ଦ୍ରବଣ ପକାଇଲେ କାହିଁକି ଫୋଟକା ଦେଖାଗଲା ନାହିଁ? ଉତ୍ତର ଲେଖିବା। ଅଣ୍ଡାଖୋଳ ଓ ମାର୍ବଲ କ୍ଷାରୀୟ ପ୍ରକୃତିର ହୋଇଥିବାରୁ ସେଥିରେ ଅମ୍ଳୀୟ ପ୍ରକୃତିର ଭିନେଗାର ପକାଇଦେଲେ ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହୁଏ, ତେଣୁ ଫୋଟକା ବାହାରେ। ମାତ୍ର ସାବୁନ ପାଣି କ୍ଷାରୀୟ ପ୍ରକୃତିର ହୋଇଥିବାରୁ ଏହାକୁ ଅଣ୍ଡା ଖୋଳ ଓ ମାର୍ବଲ ଉପରେ ପକାଇଲେ କୌଣସି ପ୍ରତିକ୍ରିୟା ସୃଷ୍ଟି ହୁଏ ନାହିଁ, ତେଣୁ ଫୋଟକା ଦେଖାଯାଏ ନାହିଁ। ପିଲାମାନେ, ଯଦି ତୁମକୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ରାନୀ ପ୍ରିୟଙ୍କା ୟୁଟ୍ୟୁବ୍ ଚ୍ୟାନେଲର ଏହି ସବସ୍କ୍ରାଇବ୍ ବଟନକୁ କ୍ଲିକ୍ କରନ୍ତୁ, ଯାହାଫଳରେ କି ଆପଣମାନଙ୍କୁ ଏମିତି ସୁନ୍ଦର ଭାବରେ ବୁଝାଉଥିବା ଭିଡ଼ିଓ ସବୁ ଆପଣଙ୍କ ପାଖକୁ ପହଞ୍ଚି ପାରିବ। ରହୁଛି, ଜୟ ଜଗନ୍ନାଥ।